ବିଛା ରାଶି ପାଇଁ ମଇ ମାସ ମିଶ୍ରିତ ଫଳ ପ୍ରଦାନ କରିବ। କ୍ୟାରିୟରରେ ସଫଳତା ପାଇବା ସହିତ ଶତ୍ରୁ ନାଶ କରିବାରେ ସମର୍ଥ ହେବେ। ଶୁଭ ପରିଣୟର ପ୍ରବଳ ଯୋଗ ରହିଅଛି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ବିଛା ରାଶି ଦ୍ୱାଦଶ ରାଶିଚକ୍ରର ଅଷ୍ଟମ ରାଶି। ଜାଣିବା 2026 ମସିହା ମଇ ମାସରେ ବିଛା ରାଶିଜାତ ବ୍ୟକ୍ତିଙ୍କର ମାସିକ ରାଶିଫଳ କିପରି ରହୁଛି। ମଇ ମାସର ପ୍ରଥମାର୍ଦ୍ଧରେ ବିଛା ରାଶିର ଦଶମ ଭାବ ସିଂହ ରାଶିର ଅଧିପତି ସୂର୍ଯ୍ୟ ବିଛା ରାଶିର ଷଷ୍ଠ ଭାବ ମେଷ ରାଶିରେ ଉଚ୍ଚ ଭାବରେ ଅବସ୍ଥାନ କରୁଥିବାରୁ ଏ ସମୟରେ ବିଛା ରାଶିଜାତ ବ୍ୟକ୍ତି କର୍ମକ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ। ଚାକିରିରେ ପ୍ରମୋସନର ଯୋଗ ରହିଅଛି। ସରକାରୀ ଚାକିରି କରିବା ପାଇଁ ମଇ ମାସଟି ବେଶ ଅନୁକୂଳ ରହିଅଛି। ମଇ ମାସର 10 ତାରିଖ ପରେ ବିଛା ରାଶିର ଅଧିପତି ମଙ୍ଗଳ ନିଜ ରାଶି ମେଷ ରାଶିରେ ପ୍ରବେଶ କଲେ ବିଛା ରାଶିଜାତ ବ୍ୟକ୍ତି ପରାକ୍ରମୀ ହେବେ। ନିଜ ଉଦ୍ୟମରେ କାର୍ଯ୍ୟ ସିଦ୍ଧି ହେବ। ପ୍ରତ୍ୟେକ ପରିଶ୍ରମର ମୂଲ୍ୟ ହସ୍ତଗତ ହେବ। ଏହା ସହିତ ଏହି ସମୟରେ ଶତ୍ରୁମାନଙ୍କ ଉପରେ ବିଜୟ ଲାଭ କରିବେ। ବ୍ୟବସାୟ କ୍ଷେତ୍ରରେ ରହିଥିବା ବିଛା ରାଶିଜାତ ବ୍ୟକ୍ତି ବାଣିଜ୍ୟ ବେପାରରୁ ଆଶା ମୁତାବକ ଅର୍ଥ ଉପାର୍ଜନ କରିବେ। ଅବଶ୍ୟ ଏଥିପାଇଁ ଟିକିଏ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ମାସର ଦ୍ୱିତୀୟାର୍ଦ୍ଧରେ ସରକାରୀ ସ୍ତରରୁ ଭଲ ରକମର ବାଣିଜ୍ୟିକ ଅର୍ଡର ମିଳିବ। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜଣାଯାଏ ମଇ ମାସଟି ବିଛା ରାଶି ପାଇଁ ଆର୍ଥିକ ସମୃଦ୍ଧିର ମାସ ରହିବ। ବିଛା ରାଶିର ଦ୍ୱିତୀୟ ଧନସ୍ଥାନର ଅଧିପତି ବୃହସ୍ପତିଙ୍କର ଦୃଷ୍ଟି ନିଜ ରାଶି ଧନୁ ରାଶି ତଥା ଧନସ୍ଥାନ ଉପରକୁ ରହୁଥିବାରୁ ଅର୍ଥ ଆଗମନରେ ବାଧା ଉପୁଜିବ ନାହିଁ। ନିୟମିତ ଭାବେ ଏବଂ ନିରନ୍ତର ଭାବେ ଧନ ପ୍ରବାହ ଚାଲୁ ରହିବ। କିନ୍ତୁ ଅପ୍ରତ୍ୟାଶିତ ଭାବେ ଧନ ଖର୍ଚ୍ଚର ମଧ୍ୟ ସମ୍ଭାବନା ରହିଅଛି। ଲଭ୍ ଲାଇଫରେ ରହିଥିବା ପୁଅ ଓ ଝିଅମାନଙ୍କ ପାଇଁ ମଇ ମାସଟି ରୋମାଣ୍ଟିଜିମର ମାସ ରହିବ। ବିଛା ରାଶିର ସପ୍ତମ ଭାବ ବୃଷ ରାଶିରେ ଅବସ୍ଥିତ ପ୍ରେମ କାରକ ଗ୍ରହ ଶୁକ୍ର ମହାଗ୍ରହଙ୍କର ଦୃଷ୍ଟି ବିଛା ରାଶି ଉପରେ ରହିଥିବାରୁ ପ୍ରେମିକ ପ୍ରେମିକାମାନେ ପ୍ରେମରେ ମସଗୁଲ ରହି ଦେଶ ଦୁନିଆ କଥା ମଧ୍ୟ ଭୁଲିଯିବେ। ଅବିବାହିତ ରହିଥିବା ପୁଅ ଓ ଝିଅମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସି ଶୁଭ ପରିଣୟର ତାରିଖ ସ୍ଥିର ହୋଇଯିବ। ପରିବାରରେ ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟ ଲାଗି ରହିବ। ପରିବାରର ସଦସ୍ୟମାନଙ୍କ ମଧ୍ୟରେ ରହିଥିବା ବଣ୍ଡିଂ ଦୃଢ଼ରୁ ଦୃଢ଼ତର ହେବ। ଦମ୍ପତି ମଇ ମାସରେ ଆତ୍ମବିଭୋର ରହିବେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଜଣାଯାଏ ବିଛା ରାଶିର ଅଷ୍ଟମ ଭାବରେ ଅବସ୍ଥାନ କରିଥିବା ବୃହସ୍ପତି ମହାଗ୍ରହ ଖାଦ୍ୟ ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବେ। ଖାଦ୍ୟ ବଦ ହଜମୀରୁ ଗ୍ୟାଷ୍ଟ୍ରିକ୍ ସମସ୍ୟା ସୃଷ୍ଟି ହୋଇପାରେ। ଏହାଛଡ଼ା ବିଛା ରାଶି ଅଧିପତି ମଙ୍ଗଳ ମହାଗ୍ରହ ବିଛା ରାଶିଜାତ ବ୍ୟକ୍ତିଙ୍କୁ କ୍ରୋଧୀ କରିପାରନ୍ତି। ତେଣୁ ଏ ମାସରେ କ୍ରୋଧ ଓ ଉତ୍ତେଜନା ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଯୋଗ ପ୍ରାଣାୟାମ ଓ ଧ୍ୟାନ ପ୍ରଭୃତି କଲେ ଏ ସମସ୍ୟାରୁ ମୁକ୍ତି ମିଳିଯିବ। ମଇ ମାସରେ ବିଛା ରାଶିଜାତ ବ୍ୟକ୍ତି ଅଶୁଭ ଫଳକୁ ଏଡ଼ାଇ ଶୁଭ ଫଳ ପାଇବା ନିମନ୍ତେ ଏକାଦଶ ରୁଦ୍ର ମହାବୀର ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ। ପ୍ରତ୍ୟହ ହନୁମାନ ଚାଳିଶା ପାଠ କଲେ ବିଶେଷ ସୁଫଳ ମିଳିଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଛା ରାଶିଜାତ ବ୍ୟକ୍ତି
ରହିଥିବା ସମସ୍ତ ଦୋଷ ଖଣ୍ଡନ କରି ମନୋବାଞ୍ଛିତ ଫଳ ପ୍ରାପ୍ତ ହୋଇଥାନ୍ତି। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।